ଗୋଟେ ଦିନ କୁନି ଚଢ଼େଇ ଉଡ଼ି ଉଡ଼ି ଆକାଶରେ ଯାଉଥିଲା। ହଠାତ୍ ତାର ନଜର ଗୋଟିଏ ଜାଗାରେ ପଡ଼ିଥିବା ଏକ ଛୋଟ ବାକ୍ସ ଉପରେ ପଡ଼ିଲା। ଆରେ, ଏ କ'ଣ? ଏତେ ବଡ଼ ଜଙ୍ଗଲରେ ଏଠି କ'ଣ ଗୋଟେ ବାକ୍ସ ପଡ଼ିଛି? ସେ ତଳକୁ ଆସି ସେ ବାକ୍ସଟିକୁ ଖୋଲିଲା ବେଳକୁ ସେ ବାକ୍ସ ଭିତରୁ ଗୋଟିଏ ବଡ଼ ପିଶାଚି ବାହାରିଲା। ଆରେ, ମୁଁ ଏ କ'ଣ କଲି? ଏ ତ ଗୋଟେ ପିଶାଚି। ୟାକୁ ମୁଁ ବୋଧେ ବାକ୍ସରୁ ମୁକ୍ତ କରିଦେଲି। ହା 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 ହା। ଆରେ ଚଢ଼େଇ, ତୁ ମୋ ପାଇଁ ଆଜି ଗୋଟେ ବଡ଼ କାମ କରିଦେଲୁ। ଦୀର୍ଘ 20 ବର୍ଷ ହେଲା ମୋତେ ଗୋଟେ ତାନ୍ତ୍ରିକ ଏହି ବାକ୍ସରେ ବନ୍ଦୀ କରି ଯାଇଥିଲା। ତୋ ପାଇଁ ମୁଁ ଆଜି ପୁଣି ଥରେ ଦୁନିଆକୁ ଦେଖିବି। ମାଗ, କ'ଣ ମାଗିବାକୁ ଚାହୁଁଛୁ? ମାଗ, ମୁଁ ତୋର ସବୁ ଇଚ୍ଛାକୁ ପୂରଣ କରିବି। ଆରେ, ମୁଁ ଏ କ'ଣ କଲି? ମୁଁ ଭୁଲବଶତଃ ଏ ପିଶାଚିଟାକୁ ମୁକ୍ତ କରିଦେଲି। ଏବେ ମୋର ପ୍ରାୟଶ୍ଚିତ କରିବା ସମୟ। ମୁଁ କିଛି ବି କରି ପିଶାଚିକୁ ପୁଣି ଥରେ ବାକ୍ସ ଭିତରେ ପୂରେଇବାକୁ ପଡ଼ିବ। ଆରେ ଚଢ଼େଇ, କ'ଣ ଭାବୁଛୁ? ନାଇଁ, କିଛି ନାହିଁ। ମୁଁ କ'ଣ କହୁଥିଲି କି, ମୋର ଏଇ ଜଙ୍ଗଲରେ କେହି ବି ସାଙ୍ଗସାଥୀ ନାହାନ୍ତି। ଓ, ଏଇ କଥା? ତାହେଲେ ମୁଁ ଆଜିଠୁ ତୋର ସାଙ୍ଗ ହୋଇ ରହିବି। ଖାଲି ସାଙ୍ଗ ହେଲେ କ'ଣ ହେବ? ମୋର ଭାରି ଇଚ୍ଛା ହୁଏ ସାଙ୍ଗମାନଙ୍କ ସହିତ ଲୁଚକାଳି ଖେଳିବାକୁ। ହେଲେ କ'ଣ କରିବି? ମୋର ତ କେହି ସାଙ୍ଗ ନାହାନ୍ତି। ଆରେ ଚଢ଼େଇ, ତୁ ବ୍ୟସ୍ତ ହନା। ମୁଁ ତୋ ସହିତ ଲୁଚକାଳି ଖେଳିବି। ହଉ, ତୁ ଏବେ ଲୁଚିଯା, ମୁଁ ତୋତେ ଖୋଜିବି। ଆରେ ନାଇଁ ପିଶାଚି, ତୁମେ ଯଦି ଏ ଜଙ୍ଗଲରେ ଲୁଚି ପଡ଼ିବ, ମୁଁ ତ ତୁମକୁ ଖୋଜି ଖୋଜି ରାତି ପାହିଯିବ ପଛେ ଖୋଜି ପାରିବିନି, କାରଣ ତୁମର ବହୁତ ଶକ୍ତି ଅଛି। ହଉ, ତୁ ଏବେ କହ ଚଢ଼େଇ, ମୁଁ କୋଉଠି ଲୁଚିବି? ଆରେ ପିଶାଚି, ତୁମେ ଏଇ ମୋ ପାଖାପାଖି ଲୁଚିଯାଅ, ମୁଁ ତୁମକୁ ଖୋଜିବି। ହଉ, ତୁମେ ଏଥର ଲୁଚିଯାଅ, ମୁଁ ସେକଡ଼େ ଯାଉଛି ଲୁଚିବି। ପିଶାଚି ଭାବିଲା, ଆରେ, ମୁଁ ଏଇ ପାଖରେ କୋଉଠି ଆଉ ଲୁଚିବି? ଏଠି ତ କିଛି ଗଛପତ୍ର ନାହିଁ। ଯାଉଛି ଏଇ ବାକ୍ସରେ ଲୁଚି ପଡ଼ିବି। ଏମିତି ଭାବି ପିଶାଚି କ'ଣ କଲା ନା, ସେହି ବାକ୍ସ ଭିତରକୁ ପଶିଗଲା ବେଳକୁ କୁନି ଚଢ଼େଇ ଦୌଡ଼ି ଆସି ବାକ୍ସଟିକୁ ବନ୍ଦ କରିଦେଲା। ଆରେ, ଯାହା ହେଉ, ଏଇ ପିଶାଚିକୁ ମୁଁ ପୁଣି ଥରେ ବାକ୍ସରେ ବନ୍ଦୀ କରିଦେଲି। ନହେଲେ ଏ ପିଶାଚି ପୁରା ଚଢ଼େଇ ସମାଜକୁ ଲୋପ କରିଦେଇଥାନ୍ତା। ଯାଉଛି, ଏ ବାକ୍ସଟିକୁ ନେଇ କୋଉ ନଦୀ ଭିତରେ ପକାଇଦେବି। ନହେଲେ ମୋ ଭଳିଆ ଆଉ କୋଉ ପକ୍ଷୀ ଆସି ୟାକୁ ମୁକ୍ତି କରିଦେବ। ତାପରେ ଚଢ଼େଇ ବାକ୍ସଟିକୁ ନେଇ ଗୋଟିଏ ନଦୀ ଭିତରେ ପକାଇଦେଲା, ଆଉ ଖୁସି ମନରେ ସେଠୁ ଘରକୁ ଚାଲିଗଲା।